ସଦାପ୍ରଭୁଙ୍କ ନାମର ଗୌରବ ହଉ, କାରଣ ସେ ସର୍ବଶକ୍ତିମାନ ଅଟନ୍ତି, ସର୍ବବ୍ୟାପୀ ଅଟନ୍ତି। ଆଉ ତାହାଙ୍କଠାରେ କୌଣସି ବିଷୟ ଗୁପ୍ତ ନୁହେଁ କି କୌଣସି ବିଷୟ ଗୁପ୍ତ ହେଇକି ରହିପାରିବ ନାହିଁ। ଆଉ ସେପରି ପରମେଶ୍ୱର ଅଟନ୍ତି, ତାହାଙ୍କର ଚକ୍ଷୁ ନିର୍ମଳ। ଆଉ ସେ ପାପକୁ ବା ଅଧର୍ମକୁ ସେ ଦୃଷ୍ଟିପାତ କରିପାରନ୍ତି ନାହିଁ। ସଦାପ୍ରଭୁଙ୍କର ଚକ୍ଷୁ ଏପରି ନିର୍ମଳ, ଏପରି ସ୍ୱଚ୍ଛନ୍ଦ, ଏପରି ପବିତ୍ର ଯେ ସେ ଅଧର୍ମକୁ ଦେଖିପାରନ୍ତି ନାହିଁ। ଆଜି ସେହି ପ୍ରଭୁ ଆମମାନଙ୍କୁ ଦୟା କରିଛନ୍ତି, ଅନୁଗ୍ରହ କରିଛନ୍ତି। ଏଣୁକରି ଆଜି ଆମେ ବଞ୍ଚିଛୁ, ଜୀବିତ ଅଛୁ। ଓ ଯଦି ଆମେ ପଢ଼ିବା ହବକୁ ତାର 1:13 ପଦରେ ଲେଖାଯାଏ, ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ ମନ୍ଦ ଦେଖି ନ ପାର, ଓ ତୁମ୍ଭେ କୁଟିଳା ଚରଣ ପ୍ରତି ଦୃଷ୍ଟି କରି ନ ପାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁଙ୍କ ଚକ୍ଷୁ ନିର୍ମଳ ଅଟେ, ସଦାପ୍ରଭୁଙ୍କ ଚକ୍ଷୁ ପବିତ୍ର ଅଟେ। ଏଣୁ ଆଜିର ଯେଉଁ ପ୍ରସଙ୍ଗ ହେଲା, ଆଜିର ଯେଉଁ ଶିକ୍ଷାର ବିଷୟ ହେଲା, ସଦାପ୍ରଭୁ ସିଦ୍ଧ ଲୋକକୁ ଦୂର କରିବେ ନାହିଁ। ସଦାପ୍ରଭୁ ସିଦ୍ଧ ଲୋକଙ୍କୁ ଦୂର କରିବେ ନାହିଁ, କାରଣ ଏହା ପରମେଶ୍ୱରଙ୍କର ପ୍ରତିଜ୍ଞା। କାରଣ ଏହା ମନୁଷ୍ୟର ପ୍ରତିଜ୍ଞା ନୁହେଁ, ଏହା ଈଶ୍ୱରଙ୍କର ପ୍ରତିଜ୍ଞା। ଆଉ ସେ କୁହନ୍ତି, ଆଉ ଯଦି ଆମେ ଦେଖିବା ଆଇବ ତାର ଆଇବ ତାର 8 ଅଧ୍ୟାୟର ତାର 20 ପଦ, ଦେଖ ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ମଧ୍ୟ ମାଥିୟ ତାର 5:48 ପଦରେ ଗୋଟେ ବିଷୟ କହିଲେ। ଆଉ କଣ ବୋଲି କହିଲେ ସେ? ଅତଏବ ତୁମମାନଙ୍କୁ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହୁଅ। ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ପରମେଶ୍ୱର ତାହାଙ୍କ ଲୋକମାନଙ୍କ ମଧ୍ୟରେ ଆଉ ସେ ଗୋଟେ ବିଷୟ ଦେଖିବା ପାଇଁ ଚାହାନ୍ତି, ତାହା ହଉଛି ସିଦ୍ଧତା ଜୀବନ। ଏକ ପାରଫେକ୍ଟ, ପବିତ୍ର, ସିଦ୍ଧ, ନେଚୁରାଲ ଜୀବନ ଦେଖିବା ପାଇଁ ଚାହାନ୍ତି। ଆମେ ତ ମୋର ପ୍ରିୟ ମାନେ ଆଉ ଅନେକ ଅଭିନୟ ଜୀବନ ଆମମାନେ କାଟିଥାଉ। ଅନେକ ସମୟରେ ନିଜକୁ ଆମେ ପବିତ୍ର ଦେଖାଇବା ପାଇଁ ଆମେ ଚେଷ୍ଟା କରିଥାଉ, ନିଜକୁ ଆମେ ସାଧୁ ବୋଲି ପ୍ରମାଣିତ କରିବା ପାଇଁ ଆମେ ଚେଷ୍ଟା କରିଥାଉ। କିନ୍ତୁ ତାହା ପରମେଶ୍ୱରଙ୍କ ଠାରେ ଗ୍ରହଣ ଯୋଗ୍ୟ ନୁହେଁ। ତାହା ପରମେଶ୍ୱର ଗ୍ରହଣ କରିବେ ନାହିଁ। କଇନକୁ ତାର ନୈବେଦ୍ୟକୁ ଅଗ୍ରାହ୍ୟ କଲା ପରି ତାହା ଅଗ୍ରାହ୍ୟ କରିଦେବେ। ସେ ଫାରସୀକୁ ଅଗ୍ରାହ୍ୟ କଲା ପରି ଅଗ୍ରାହ୍ୟ କରିଦେବେ। ସେ ବି କହିଲା, ପ୍ରଭୁ ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ବ୍ୟଭିଚାରୀ, ଅଧାର୍ମିକ, ପୁଣି କରଗ୍ରାହୀ ପରି ସୁଦ୍ଧା ନୁହେଁ। କାରଣ ମୋର ପ୍ରିୟ ମାନେ, ଆଜି ଯେଉଁ ପ୍ରସଙ୍ଗ ବିଷୟରେ ଆମେ ଆଲୋଚନା କରିବା ପାଇଁ ଯାଉଛୁ, ଯେ ସଦାପ୍ରଭୁ ସିଦ୍ଧ ଲୋକକୁ ଦୂର କରିବେ ନାହିଁ। କିନ୍ତୁ ଯିଏ ଛାତିରେ ବାଡ଼େଇକି, ଛାତିରେ ମାରିକି କହୁଛି, ପ୍ରଭୁ ମୁଁ ପାପୀ, ମତେ ଦୟା କର। ଆଉ ପରମେଶ୍ୱର କହିଲେ, ସେହି ଫାରସୀ ଜଣକ ନୁହେଁ ଯେ କି ନିଜକୁ ଧାର୍ମିକ ବୋଲି କହିଲା, କିନ୍ତୁ ଯେ ନିଜ ମୁଖରେ ପାପୀ ବୋଲି ସ୍ୱୀକାର କଲା, ଅନୁତାପ କଲା। ଏହା ଶୁଣିଲା ପରେ ବି, ଅପମାନ ଶୁଣିଲା ପରେ, ନିନ୍ଦା ଶୁଣିଲା ପରେ, ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ। ଯେତେବେଳେ ଏହି କଥାର ୱାର୍ଡଟା କହିଲା, ସେଇ ସମୟରେ ମଧ୍ୟ ସେ ଶୁଣିଲା କରଗ୍ରାହୀ, ତଥାପି ସେ ନମ୍ରତାର ସହିତ କହୁଛି, ପ୍ରଭୁ ମୁଁ ପାପୀ, ମତେ ଦୟା କର। ପରମେଶ୍ୱର କହିଲେ, ପ୍ରଭୁ ଯୀଶୁ ସେହି ଲୋକ ନୁହେଁ, ଏହି ଲୋକ ଧାର୍ମିକ ହେଇକି ନିଜ ଘରକୁ ଚାଲିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେତେ ନିଜକୁ ଆମେ ପ୍ରମାଣିତ କରିବା ପାଇଁ ଚେଷ୍ଟା କଲେ ବି ତାହା ହେଇପାରିବ ନାହିଁ। କିନ୍ତୁ
मोर प्रिय प्रभु लोक मैंने एठी आमे गोटे विषय देखिबा अतः तुम मान स्वर्गस्थ पिता जेपरि सिद्ध तुमे माने सेपरि सिद्ध हुओ आमे की प्रकार सिद्ध हेबा आ परमेश्वर आउ से की प्रकार सिद्धता जीवन आम मध्य खोजुछंती आउ से सिद्ध लोक मानक सहित से रुहंती से मानक सहित से गमनागमन करंती सिद्ध लोक मानक प्रार्थना को सुनंती सिद्ध लोक मान उपासना को से ग्रहण करती सिद्ध लोक मान नैवेद्य को से ग्रहण करती मोर प्रिय प्रभु लोक माने आज आपण ख्रीष्टन ठारे सिद्ध अटंती कि आपण देखे पारिबे मनुष्य को संतुष्ट करि पारिबे किंतु ईश्वर को नुहे एणुक अंतर सहित ईश्वर को इच्छा को साधन कर एफिसियो तार 6 पद लेखा जे एणुक सदा प्रभु सिद्ध लोक को दूर करिबे नहीं आइब जो आमे 18-20 पद आमे देखिलु मोर प्रिय प्रभु लोक माने एही जो अंश एही जो पाठ आमे पाठ कलु मोर प्रिय माने क्यों बा से दुष्कर्मकारी मान को धरी रखिबे नहीं से सिद्ध लोक मान को छाड़िबे नहीं कि परित्याग करिबे नहीं कि दूर करिबे नहीं किंतु से दुष्ट लोक मान को मध्य धरी रखिबे नहीं मोर प्रिय प्रभु लोक माने जदि आमे आज सिद्ध अटू मोर प्रिय माने आहरी आमे सिद्ध हेबा मोर प्रिय माने आमे निजको सिद्ध बोली कहूछु एफिसियो तार 6 पद लेखा जे मनुष्य को संतुष्ट कला परि दृष्टि आगे ताहा कर नहीं किंतु अंतर सहित ईश्वर को इच्छा को साधन कर मोर प्रिय माने आमे जेते निजको आमे आउ प्योर गोल्ड बोली आमे भाबिबा ईश्वर को रक्त आमको प्रमाणित करिवार अछि जे आमे सिद्ध मोर प्रिय प्रभु लोक माने अन्य को आमे आख्या करिबा छाणीबार अछि अन्य विरुद्ध रे कहिबा आमे छाणीबार अछि अन्य विरुद्ध रे मंद चिंता करिबा आमे छाणीबार अछि एहा एक सिद्ध अवस्थार एक मूल बंधन अटे जदि आमे सिद्ध हेबा परमेश्वर आम को ग्रहण करिवे कारण सदा प्रभु सिद्ध लोक मानकु से ग्रहण करते से मान को दूर करते नहीं एणुक प्रभु कहले अत तुम मान को स्वर्गस्थ पिता जेपरि सिद्ध तुम माने से परि सिद्ध हो मोर प्रिय प्रभु लोक माने आज आमे प्रभु को जानिछु बोली आमे कहूछु किंतु असुचि आमे जीवन काटुछु आमे बाहर तो धड़ा वस्त्र पिंदिछु किंतु भितरे मोर प्रिय माने आम्बार कर ए प्रकार आउ दुर्गंधमय जीवन ए प्रकार मोर प्रिय माने आउ पापमय जीवन आमे काटुछु जहा परमेश्वर को थारे ग्रहणीय योग्य नुहे कारण परमेश्वर सिद्ध बलि को नियंती ग्रहण करती आज सही बलि आपण जदि आपण सिद्ध हेबे नहीं ताहले प्रभु से आपण को ग्रहण करिवे नहीं मोर प्रिय माने लेखा जाए वाक्य लेखा अछि प्रकाशित तार 22 रो तार 11 पद लेखा जाए जे अधर्माचारी से आहुरी अधर्माचरण करू जे असुचि से आहुरी असुचि हो पुणी जे धार्मिक से आहुरी धर्माचरण करू जे पवित्र से आहुरी पवित्र हो एठी आमे चारोटी प्रकार आमे विषय देखुछु प्रथम कोन जे अधर्माचारी से आहुरी अधर्माचरण करू जे असुचि से आहुरी असुचि हो जे धार्मिक से आहुरी धार्मिक हो जे पवित्र से आहुरी पवित्र आमे चारोटी विषय देखुछु जदि तमे पिउछ टिके चर्च को आछो तुम्हें धोला पिंधो कोला पिंधो लाल पिंधो हल्दिया पिंधो जहा पिंधो गारंटी आपण नरक को जीवे कारण से दुष्कर्मकारी मान को से धरी रखिबे नहीं आ प्रभु कहिले जे मोर स्वर्गस्थ पिता जे परिसिद्ध तुम माने सही परि सिद्ध हो मोर प्रिय प्रभु को लोक माने टिके चिंता करंतु एठी प्रभु कहले जे असुचि से आहुरी असुचि हो मोर प्रिय माने आज आमे की प्रकार आमे पाप काम करूछु अधर्म काम करूछु हे आमे की प्रकार असुचि जीवन काटुछु मोर प्रिय माने आमे ता परित्याग करिवार छी
এটি লেখা যায় যে পবিত্র সে আহুরি পবিত্র হো। যদি আপনার পবিত্র এটি লেখা যায় আউ তুম মান স্বর্গস্থ পিতা যেপরি পবিত্র তুমি মানে সেপরি পবিত্র হো বলি বি লেখা আছে। মোর প্রিয় প্রভুঙ্ক লোক মানে এণি করে আজি প্রভু আমমানকু এক সিদ্ধ জীবন প্রভু আমঠারে খোঁজুছন্তি। মোর প্রিয় প্রভুঙ্ক লোক মানে যদি আমি দেখিবা মোর প্রিয় মানে আউ জনে ধনী ব্যক্তি ଥିଲେ ଆଉ ସେ ସିଦ୍ଧ ନଥିଲେ, ସେ 10 ଆଜ୍ଞା ପାଳନ କରୁଥିଲେ। ଆଉ ସେ ପ୍ରଭୁ ଯୀଶୁଙ୍କ ପାଖକୁ ଆସିକି କହୁଛନ୍ତି ହେ ଗୁରୁ ମତେ ଅନନ୍ତ ଜୀବନ ପାଇବା ପାଇଁ ମତେ କଣ କରିବାକୁ ପଡିବ? ପ୍ରଭୁ କ୍ଲିୟରଲି ସ୍ପଷ୍ଟ ଭାବରେ କହିଲେ କଣ ବୋଲି କହିଲେ? ଯୀଶୁ ତାଙ୍କୁ କହିଲେ ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବା ପାଇଁ ଇଚ୍ଛା କର, ଯଦି ଅନନ୍ତ ଜୀବନ ପାଇବା ପାଇଁ ଇଚ୍ଛା କର, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଇଚ୍ଛା କର, ତେବେ ଆଜ୍ଞା ସବୁ ପାଳନ କର। ସେ କହିଲା, ସେ ତାହାଙ୍କୁ ପଚାରିଲେ କି ପ୍ରକାର ଆଜ୍ଞା? ଯୀଶୁ କହିଲେ ଏହି ସବୁ ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପିତାମାତା ସମାଦର କର, ପୁଣି ତୁମ୍ଭର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହା ଥିଲା ଆଉ 10 ଆଜ୍ଞାର ବିବରଣୀ ପ୍ରଭୁ ଆଉ ସେ ଧନୀ ବ୍ୟକ୍ତିକୁ ଜଣାଉଛନ୍ତି। ଆଉ ସେ କହିଲେ ମୁଁ ଏଇ ସମସ୍ତ, ଯଦି ଆପଣ ଦେଖିବେ ମାଥ୍ୟୁ ତାର 19 ଅଧ୍ୟାୟ ଆଉ ତାର 20 ପଦ ଲେଖାଯାଏ, ସେହି ଯୁବକ ତାହାଙ୍କୁ କହିଲେ ଏହି ସମସ୍ତ ମୁଁ ପାଳନ କରୁଅଛି ବାଲ୍ୟ କାଳରୁ, ମୋହର ଆଉ କଣ ଉଣା ଅଛି? ସେ ଯୁବକ କହିଲେ, ମାଥ୍ୟୁ ତାର 19 ର ତାର ଆଉ 20 ପଦରେ ସେ କହିଲେ ଆଉ ମୁଁ ତ ଏଇ ସମସ୍ତ ମୁଁ ବାଲ୍ୟ କାଳରୁ ପାଳନ କରୁଛି, ଆଉ ମୋର ଆଉ କଣ ଉଣା ଅଛି ଅନନ୍ତ ଜୀବନ ପାଇବା ପାଇଁ? ଯୀଶୁ ତାଙ୍କୁ କହିଲେ ଯଦି ତମେ ସିଦ୍ଧ ହେବା ପାଇଁ ଚାହୁଁଛ, ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦାନ କର, ଆଉ ତୁମେ ସ୍ୱର୍ଗରେ ଧନ ପାଇବ, ପୁଣି ଆସି ମୋହର ଅନୁଗମନ କର। ପ୍ରଭୁ ସ୍ପଷ୍ଟ ଭାବରେ କହିଲେ ଯାଅ ତୁମେ ସର୍ବସ୍ୱ ତୁମେ ବିକ୍ରୟ କର। ସେ ଗିର୍ଜା ଆସୁଥିଲା, ସେ ବାଇବେଲ ପଢୁଥିଲା, କିନ୍ତୁ ସେ ଦାନ ଦେବା ଶିଖିନଥିଲା, ସେ ଦଶମାଂଶ ଦେବା ଶିଖିନଥିଲା। ମୋର ପ୍ରିୟ ମାନେ ସେ ସିଦ୍ଧ ହୋଇନଥିଲା, ସେ ଆତ୍ମିକ ଜୀବନରେ ଉଣା ପଡିଥିଲା, ସେ ଖ୍ରୀଷ୍ଟଙ୍କ ସେବା ପାଇଁ ଉଣା ପଡିଥିଲା। ମୋର ପ୍ରିୟ ମାନେ ଈଶ୍ୱରଙ୍କର ସେବାର ଆପଣ ଏବଂ ମୁଁ ଆମେ ଗୋଟେ ଅଂଶ ହେବାର ଅଛି। ଯେପରି ପରମେଶ୍ୱରଙ୍କ ସେବା ସିଦ୍ଧ ହେଇପାରିବ, ପରମେଶ୍ୱରଙ୍କ ସେବା ସମ୍ପୂର୍ଣ୍ଣ ହୋଇପାରିବ, କାରଣ ଲେଖାଯାଏ ଫିଲିପିଓ ତାର ଆଉ 1:6 ପଦରେ ଗୋଟେ ସ୍ପଷ୍ଟ ଭାବରେ ଲେଖା ଅଛି, ଅତି ଉତ୍ତମ ବିଷୟ ସେଠି ଲେଖା ଅଛି। କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ ରୂପେ ବିଶ୍ୱାସ କରେ। ଖ୍ରୀଷ୍ଟଙ୍କ ଆସିବା ପର୍ଯ୍ୟନ୍ତ ଯେପରି ପୃଥିବୀର କଣେ ଅନୁକଣେ ଈଶ୍ୱରଙ୍କ ରାଜ୍ୟ ବିସ୍ତାରିତ ହେବ, ଏଣୁକରି ଆପଣ ଏବଂ ମୁଁ ଆମେ ଗୋଟେ ପରମେଶ୍ୱରଙ୍କ ସେବାର ଗୋଟେ ଅଂଶ ହେବାର ଅଛି, ହସ୍ତ ବିସ୍ତାର କରିବାର ଆମେ ବିଶ୍ୱାସ ହେବାର ଅଛି। ଏଇ ଧନୀ ବ୍ୟକ୍ତି ଜଣକ ସେ ଦୁଃଖିତ ହେଇଗଲା ଅତି ଦୁଃଖର ସହିତ, କାରଣ ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସେ ଧରି ରଖିବେ। ମୋର ପ୍ରିୟ ମାନେ ସିଦ୍ଧ ଲୋକମାନଙ୍କୁ ସେ କେବେ ଦୂର କରିବେ ନାହିଁ, କିନ୍ତୁ ଦୁଷ୍କର୍ମକାରୀ ମାନଙ୍କୁ ସେ ଧରି ରଖିବେ ନାହିଁ। ଏଣୁକରି ଅତଏବ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେ ମାନେ ସେପରି ସିଦ୍ଧ ହୁଅ, ଏହା ପ୍ରଭୁ ଯୀଶୁ କହିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ ଧନୀ ବ୍ୟକ୍ତି ଜଣକ ସେ ବହୁତ ସମ୍ପତ୍ତି ତା ପାଖରେ ଥିବା ସକାଶୁ ସେ ଭାବିଲା, ମୋର ପ୍ରିୟ ମାନେ ଚିନ୍ତା କଲା ଏତେ ସମ୍ପତ୍ତି ମୁଁ କାହିଁକି ବିକ୍ରୟ କରିବି, ମୁଁ କାହିଁକି ବ୍ୟକ୍ତିଙ୍କ କଥା ମାନିବି? ମୋର ପ୍ରିୟ ମାନେ ସେ ଈଶ୍ୱରଙ୍କର ପୁତ୍ର ଯୀଶୁଙ୍କର କଥା ମାନିନି, ଆଜି କଣ ଆପଣ ବି ମାନିବେ ନାହିଁ କି? ଆଉ ସେ ପ୍ରଭୁ ଯୀଶୁଙ୍କୁ ପିଠି କରିକି ଚାଲିଗଲା।
मोर प्रिय माने आ प्रभु जीशु कहिले धनी लोक अति कष्ट स्वर्ग राज्य प्रवेश करिब। मोर प्रिय प्रभु को लोक माने आपण मध्य सही प्रकार प्रभु जीशु को पिठी करिकि आपण चली जिवे कि प्रभु जीशु ताको स्पष्ट कहले तुमर गुटे विषय उणा अछि जदि तुम सिद्ध हेबा पई चाहुछ बा इच्छा करूछ ताहाले तुमे दान करो बा विक्रय करो दान करो विक्रय करो तुम स्वर्ग रे धन पाइबो पुणी आसी मोहर अनुगमन करो तेबे अनंत जीवन पाइबो। मोर प्रिय माने कारण समस्त अनिष्टर मूल कारण होचे टंका संपत्ति एणुकरी आछि आमे ए जो विषय शुणुचु जे सदा प्रभु सिद्ध लोक को दूर करिवे नाही। मोर प्रिय प्रभु को लोक माने परमेश्वर आज आम मान को से गोटे विषय कहबा चाहती। मोर प्रिय माने जदि आमे देखिबा गीत संहिता तार 37 अध्याय तार 18 पद आमे जदि देखिबा पद सदा प्रभु सिद्ध लोक मानक दिन सब जानती ओ से मानकर अधिकार अनंत काल स्थायी हेबो। सदा प्रभु सिद्ध लोक मानक दिन सबु से जानती से माने परमेश्वर दृष्टि अगोचर नुहंती से माने गोचर परमेश्वर दृष्टि से माने अछंती से मानकर प्रत्येक सेकेंड मिनिट घंटा दिन राति से समस्त विषय डाटा से कलेक्शन करती से मानक दिन सब जानती कार सिद्ध लोक मानकर किंतु दुष्ट मानकर मोर प्रिय माने स्थायी उच्छिन्न हो बोली लिखा जाए किंतु सिद्ध लोक मानकर मोर प्रिय माने आमे देखुछु जे सदा प्रभु सिद्ध लोक मानक दिन सब जानती और से मानकर अधिकार अनंत काल स्थायी हेबो। मोर प्रिय माने एड़ी करी आज प्रभु आम ठारे गोटे विषय देखिबा पई चाहती ता होची सिद्धमय जीवन। मोर प्रिय माने जदि आमे सिद्ध हेबानी ताहले आमे ईश्वर को राज्य को जीवा नहीं। मोर प्रिय माने जदि आमे चिंता करिबा प्रभु जीशु कहिले तुम मान को स्वर्गस्थ पिता जेपरि सिद्ध तुम माने से परि सिद्ध हो। मोर प्रिय माने आज परमेश्वर वाक्य भी सिद्ध अटे जदि आपण देखिबे मोर प्रिय प्रभु को लोक माने आ स्पष्ट भाव लिखा जाए जे परमेश्वर वाक्य भी सिद्ध अटे तो आज आमको मध्य सिद्ध हेबा पई पड़िबो कारण सदा प्रभु सिद्ध लोक मान को दिन सबु से जानती आ से मानकर अधिकार अनंत काल स्थायी हेबो। एड़ी करी सदा प्रभु सिद्ध लोक मानकु धरी रखिबे से मानकु दूर करिबे नाही। हितोपदेश तार 30 अध्याय आमे देखिबा 30 अध्याय तार 5 पदरे लेखा जे गोटे वाक्य लेखा अछि अति उत्तम वाक्य परमेश्वर प्रत्येक वाक्य परीक्षा सिद्ध जो माने ताहांकर आश्रय नियंती से मानकर ढाल प्रथम विषय। मोर प्रिय माने आमे प्रथम देखिलु जे सदा प्रभु सिद्ध लोक मानकर दिन सबु जानती आ द्वितीय विषय आमे देखुचु जे परमेश्वर वाक्य सिद्ध अटे आ जो माने सिद्ध वाक्य को पालन करती ग्रहण रिसीव करती आ से वाक्य अनुसार चलती एने करी दाऊद कहिले हे सदा प्रभु तुम्भ वाक्य मो चरण पाई प्रदीप मो पथ पाई आलु अटे। मोर प्रिय माने आ जो माने सही वाक्य अनुसार चलती मोर प्रिय माने लिखा जाए
ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି ବା ସେ ବାକ୍ୟର ଆଶ୍ରୟ ନିଅନ୍ତି, ସେ ଈଶ୍ୱରଙ୍କର ବାକ୍ୟ ଏହା ପବିତ୍ର, ଏହା ସିଦ୍ଧ ବାକ୍ୟ, ଏହା ପରମେଶ୍ୱରଙ୍କ ମୁଖରୁ ଆଉ ନିଃସୃତ ବାକ୍ୟ। এই ବିଶ୍ୱାସକୁ ଯେଉଁମାନେ ଧରି ରଖନ୍ତି, ଯେଉଁମାନେ ସେ ବାକ୍ୟର ଆଶ୍ରୟ ନିଅନ୍ତି, ମୋର ପ୍ରିୟମାନେ, ସେହି ବାକ୍ୟ ସେମାନଙ୍କର ଢାଳ ହେବ, ସେମାନଙ୍କର ଅସ୍ତ୍ର ହୋଇଯିବ। କୌଣସି ପ୍ରକାର ରୋଗ ଆପଣଙ୍କୁ କିଛି କରିପାରିବ ନାହିଁ। କାରଣ ଲେଖାଯାଏ ମୋର ପ୍ରିୟମାନେ, ଗୀତ ସଙ୍ଗୀତ ତାର 107 ଅଧ୍ୟାୟର ତାର 20 ପଦ ଲେଖାଯାଏ, ସେ ଆପଣ ବାକ୍ୟ ପଠାଇକି ତୁମକୁ ସୁସ୍ଥ କରିବେ। ମୋର ପ୍ରିୟମାନେ, ଈଶ୍ୱରଙ୍କର ବାକ୍ୟ ପରୀକ୍ଷା ସିଦ୍ଧ ଅଟେ। ଆଉ ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ଲେଖାଯାଏ ମୋର ପ୍ରିୟମାନେ, ସେମାନଙ୍କର ଢାଳ ବୋଲି ଲେଖାଯାଏ। ଈଶ୍ୱରଙ୍କର ବାକ୍ୟ ଆଜି ଆମର ଢାଳ ଅଟେ। ଯଦି ଈଶ୍ୱରଙ୍କର ବାକ୍ୟକୁ ଆମ ହୃଦୟରେ ରଖିବା, ଈଶ୍ୱରଙ୍କର ବାକ୍ୟ ଅନୁସାରେ ଯଦି ଆମେ ଚାଲିବା, ଈଶ୍ୱରଙ୍କର ବାକ୍ୟକୁ ଯଦି ଆମେ ଦିବାରାତ୍ର ଧ୍ୟାନ କରିବା, ଗୀତ ସଙ୍ଗୀତ ତାର 1-2 ପଦ ଲେଖାଯାଏ, ଯେ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆମୋଦ କରେ ଓ ଦିବାରାତ୍ର ତାହାଙ୍କ ବ୍ୟବସ୍ଥା ଧ୍ୟାନ କରେ, ସେ ଲୋକ ଧନ୍ୟ ବୋଲି ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କ ବାକ୍ୟ ଆଜି ଆମ ହୃଦୟରେ ଆମେ ଧାରଣ କରିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ସେ କୁହନ୍ତି, ତୁମେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କ ଠାରେ ବାସ କରୁ, ତାହେଲେ ତୁମମାନେ ଯାହା କିଛି ଇଚ୍ଛା କର ଆଉ ମାଗ, ତାହା ତୁମମାନଙ୍କ ପ୍ରତି ଘଟିବ ବୋଲି ଲେଖା, ତାହା ତୁମମାନଙ୍କ ପ୍ରତି ସିଦ୍ଧ ହେବ ବୋଲି ଲେଖାଯାଏ। ଜହନ ତାର 15-7 ପଦରେ ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ପରମେଶ୍ୱରଙ୍କ ବାକ୍ୟ ହେଉଛି ଏକ ଖଡ଼ଗ। ଏବ୍ରିତର 4 ତାର 12 ପଦରେ ଲେଖାଯାଏ। ମୋର ପ୍ରିୟମାନେ, ଏଣୁକରି ଈଶ୍ୱରଙ୍କର ବାକ୍ୟ, ପରମେଶ୍ୱରଙ୍କର ବାକ୍ୟ ସିଦ୍ଧ ବାକ୍ୟ ଅଟେ। ଆଉ ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କର ଢାଳ। କାରଣ ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି 2 ଧାରର ଖଡ଼ଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଝାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏବ୍ରି ତାର 4-12 ପଦରେ ଲେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ବାକ୍ୟକୁ ଯଦି ଆମେ ଅବହେଳା କରିବା, ସେ ବାକ୍ୟକୁ ଯଦି ମୋର ପ୍ରିୟମାନେ ଆମ ହୃଦୟ ରୂପକ ଆଉ ସ୍ଥାନରେ ଯଦି ଆମେ ସଞ୍ଚୟ କରି ରଖିବା ନାହିଁ, ମୋର ପ୍ରିୟମାନେ, ତାହେଲେ ଆମେ ହାରିଯିବା। ମୋର ପ୍ରିୟମାନେ, ଆମମାନେ ଜିତିପାରିବାନି, କୌଣସି ମାତ୍ରାରେ ଆମମାନେ ଜିତିପାରିବା ନାହିଁ, କୌଣସି ପ୍ରକାରରେ ଆମମାନେ କୌଣସି ବିଷୟରେ ଆମେ ସଫଳୀକୃତ ହେବା ନାହିଁ। ଏହି ଈଶ୍ୱରଙ୍କର ବାକ୍ୟ ଯଦି ଆମ ହୃଦୟରେ ଅଛି, ମୋର ପ୍ରିୟମାନେ, ଆମେ ସମସ୍ତ ବିଷୟରେ ଆମେ ବିଜୟୀ ହେବା, ସବୁ ବିଷୟରେ ଆମେ ମୋର ପ୍ରିୟମାନେ ସଫଳୀକୃତ ହେବା। କାରଣ ଈଶ୍ୱରଙ୍କର ବାକ୍ୟରେ ଶକ୍ତି ଅଛି, ଆଉ ସେହି ବାକ୍ୟ ଜୀବନ ପ୍ରଦାନ କରେ। ଆମେ 2ଟି ବିଷୟ ଦେଖିଲୁ। ପ୍ରଥମରେ ଦେଖିଲୁ ଯେ ସଦାପ୍ରଭୁ ସିଦ୍ଧ ଲୋକମାନଙ୍କର ଦିନ ସବୁ ଜାଣନ୍ତି। ଦ୍ୱିତୀୟରେ ଆମେ ଦେଖିଲୁ ଯେ ପରମେଶ୍ୱରଙ୍କର ବାକ୍ୟ ସିଦ୍ଧ ଅଟେ, ଆଉ ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କର ଢାଳ। 3 ନମ୍ବରରେ ଆମେ ଦେଖିବା ଗୀତ ସଂହିତା 119ର 1 ପଦ। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି, ସେମାନେ ଧନ୍ୟ। ମୋର ପ୍ରିୟମାନେ, এটা 3ୟ ନମ୍ବର ଆମେ ଦେଖିଲୁ ଯେ ଯେଉଁମାନେ ଆଚରଣରେ ସିଦ୍ଧ। ଆଜି ଆପଣଙ୍କର ଆଚରଣ ଖ୍ରୀଷ୍ଟଙ୍କ ଦୃଷ୍ଟିରେ କି ପ୍ରକାର, ମୋର ଆଚରଣ ଖ୍ରୀଷ୍ଟଙ୍କ ଦୃଷ୍ଟିରେ କି ପ୍ରକାର? ଯଦି ଆମେ ଆତ୍ମିକ ଜୀବନ ମଧ୍ୟରେ ଗତାୟତ କରୁଛୁ, ପରମେଶ୍ୱରଙ୍କର ଉପସ୍ଥିତିରେ ଯଦି ଆମେ ଗମନାଗମନ କରୁଛୁ, ଯଦି ସଦାପ୍ରଭୁଙ୍କ ଠାରେ ଯଦି ଆମେ ଲାଗିକି ଅଛୁ, ତାହେଲେ ମୋର ପ୍ରିୟମାନେ, ଆମମାନଙ୍କର ଆଚରଣକୁ ଆମମାନେ ବଦଳାଇବା ନିହାତି ଆବଶ୍ୟକ ଅଟେ।
ଏଣିକି ଆମେ ଚର୍ଚ୍ଚକୁ ଆସୁଛୁ କିନ୍ତୁ ଆମର ଆଚରଣ ଠିକ ନାହିଁ। ଏଣିକି ଆମେ ହାତରେ ବାଇବଲ ଧରିଛୁ, ଆମେ ଦିବାରାତ୍ର ବାଇବଲ ପଢୁଛୁ, କିନ୍ତୁ ଆମ ଜୀବନ ଠିକ ନାହିଁ, ଆମର କଥାବାର୍ତ୍ତା ଠିକ ନାହିଁ, ଆମର ବ୍ୟବହାର ଆଚରଣ ଠିକ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଜି ଆମେ ଆଚରଣରେ ଲେଖାଯାଏ ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି, ସେମାନେ ଧନ୍ୟ ହେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଜି ଆମେ ଆଚରଣରେ ସିଦ୍ଧ ହେବା, ଖ୍ରୀଷ୍ଟଙ୍କ ଆଚରଣକୁ ଆମେ ଧରି ରଖିବା, ଖ୍ରୀଷ୍ଟଙ୍କ ଆଚରଣ ଆଜି ଆମେ ପରିଧାନ କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଥିଲା 4 ନମ୍ବର ବିଷୟ। ଆଜି ଆମର ଆଚରଣ ଗୋଟେ ବିଜାତି ପାଖରେ କି ପ୍ରକାର? ମୋର ପ୍ରିୟ ମାନେ, ଯେତେବେଳେ ସେ ଆମକୁ ଗୋଟେ ଗାଳରେ ମାରୁଛି, ପ୍ରଭୁଙ୍କ ବାକ୍ୟ ଲେଖା ଯେ ଯଦି କେହି ତୁମକୁ ଗୋଟେ ଗାଳରେ ମାରେ ତାହେଲେ ଆଉ ଗୋଟେ ଗାଲ ଦେଖେଇ ଦିଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତୁମ ଶତ୍ରୁକୁ ତୁମେ ତୁମେ ଆପଣ ଶତ୍ରୁକୁ ପ୍ରେମ କର, ଆଉ ତାଡ଼ନାକାରୀ ଲୋକମାନଙ୍କ ପାଇଁ ତୁମେ ପ୍ରାର୍ଥନା କର। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଆଚରଣକୁ ଆମେ ବଦଳାଇବା, ଆମମାନଙ୍କର କଥାବାର୍ତ୍ତା ଚିନ୍ତା ଭାବନାକୁ ଆମେ ବଦଳାଇବା, ଯାହାଦ୍ୱାରା ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ଗ୍ରହଣୀୟ ଯୋଗ୍ୟ ହେବା, ଆମେ ଏକ ଆଶୀର୍ବାଦର ପାତ୍ର ହେବା। କାରଣ ଆମ୍ଭର କଥା ଦ୍ୱାରା ଆମେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବୁ, ଆମ୍ଭର କଥା ଦ୍ୱାରା ଆମେ ଦୋଷୀ ବୋଲି ପ୍ରମାଣିତ ହେବୁ। ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମାଥ୍ୟୁ ପୁସ୍ତକରେ ଲେଖା ଅଛି, ଅନେକ ସମୟରେ ଆମେ ଭୁଲ ବିଚାର କରିଥାଉ, ଅନେକ ସମୟରେ ଆମେ କଥାବାର୍ତ୍ତା କରିଥାଉ, କିନ୍ତୁ ଆମେ ଜାଣିନଥାଉ ତାହା ଗୋଟେ ଦିନ ଆମର ଫାନ୍ଦ ସ୍ୱରୂପେ ଆମକୁ ହିଁ ଧରିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଜି ଆମର ସମସ୍ତ ବିଷୟକୁ ଆମେ ବଦଳାଇବା ନିହାତି ଆବଶ୍ୟକ। ଯଦି ଆପଣମାନେ ପଢ଼ିବେ ମାଥ୍ୟୁ ତାର 11 ଅଧ୍ୟାୟ ତାର 36 ପଦ 37 ପଦ, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଅସାର କଥା କୁହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ। ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ। ଆପଣଙ୍କର ଆଚରଣକୁ ବଦଳାନ୍ତୁ। ଯଦି ଆପଣ ନ ବଦଳାଇବେ, ଏ ବିଚାରର ଫାନ୍ଦରେ ଆପଣମାନେ ପଡ଼ିବେ। ସେହିଦିନ ଆପଣ ଯାହା କହିଥିବେ, କାରଣ ଆପଣ ଯେଉଁ ବିଚାରରେ ଅନ୍ୟର ବିଚାର କରନ୍ତି, ସେ ବିଚାରରେ ଆପଣ ନିଜେ ବିଚାରିତ ହେବେ। ଯେଉଁ ଗାତ ଆପଣ ଅନ୍ୟକୁ ପକାଇବା ପାଇଁ ଆପଣ ଗାତ ଖୋଳନ୍ତି, ସେ ଗାତରେ ଆପଣ ନିଜ ପଡ଼ିବେ। ଏଣୁକରି 4 ନମ୍ବର ବିଷୟ ଯାହା ଆଜି ଆପଣମାନେ ଶୁଣୁଛନ୍ତି ଯେ ଆମେ ଆଚରଣରେ ସିଦ୍ଧ ହେବା। ପ୍ରଥମ ବିଷୟ ଆମେ ଦେଖିଲୁ ଯେ ଆଉ ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନ ଜାଣନ୍ତି। ଦ୍ୱିତୀୟ ଆମେ ଦେଖିଲୁ ଯେ ପରମେଶ୍ୱରଙ୍କ ବାକ୍ୟ ସିଦ୍ଧ ବାକ୍ୟ, ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେହି ବାକ୍ୟ ସେମାନଙ୍କ ଢାଳ ବା ଅସ୍ତ୍ର ଅଟେ। 3 ନମ୍ବର ବିଷୟ ଆମେ ଦେଖିଲୁ ଯେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଆଚରଣରେ ଆମେ ସିଦ୍ଧ ହେବା। ଆଉ ଯଦି ଆମେ ଦେଖିବା, ହିଜିକିୟ ବୋଲି ଜଣେ ରାଜା ଥିଲେ, ଜିସାଇ ପୁସ୍ତକ ତାହା 38 ଅଧ୍ୟାୟରେ ଲେଖାଯାଏ, ହିଜିକିୟ ବୋଲି ଜଣେ ରାଜା ଥିଲେ, ଆଉ ସେ ରାଜାଙ୍କ ନିକଟରେ ମୋର ପ୍ରିୟ ମାନେ ଗୋଟେ ବାକ୍ୟ ଉପସ୍ଥିତ ହେଲା, ଆଉ ସେ ସାଂଘାତିକ ପୀଡ଼ାରେ ସେ ପୀଡ଼ିତ ଥିଲେ, ସାଂଘାତିକ ପୀଡ଼ାରେ ସେ ପୀଡ଼ିତ ଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେ ଶଯ୍ୟାଶାୟୀ ଥିଲେ, ଆଉ ସେ ମରିବା ଅବସ୍ଥାରେ ଥିଲେ। ସେ ଅସୁସ୍ଥ ଜୀବନ ତାଙ୍କର ଥିଲା, ପୀଡ଼ାମୟ ଜୀବନ। ସେ ସମୟରେ ଜିସାୟ ଭବିଷ୍ୟତ ବକ୍ତା ଆସିକି ପହଞ୍ଚିଲେ, ଆଉ ସେ କଣ ବୋଲି କହୁଛନ୍ତି ଏଠି ଆପଣମାନେ ଦେଖନ୍ତୁ, ତୁମ୍ଭେ ଆପଣା 38ର 1 ପଦ ଲେଖାଯାଏ, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼, କାରଣ ତୁମ୍ଭେ ମରିବ ବଞ୍ଚିବ ନାହିଁ। ସେ ସିଦ୍ଧ ନଥିଲା, ସେ ଅତି ଉତ୍ତମ ଜୀବନ କାଟୁଥିଲା, ପ୍ରଭୁଙ୍କ ଠାରେ ସିଦ୍ଧ ଜୀବନ କାଟୁଥିଲା, ବାକ୍ୟମୟ ଜୀବନ କାଟୁଥିଲା। କିନ୍ତୁ ସମୟ ଆସିଲା, ଯେତେବେଳେ ରାଜ ଗଦିରେ, ରାଜ ସିଂହାସନରେ ଯେତେବେଳେ ବସୁଛି, ଧୀରେ ଧୀରେ ମୋର ପ୍ରିୟ ମାନେ ତାର ଉପର ଲେବୁଲକୁ ଯେତେବେଳେ ସେ ଯାଉଛି, ତାର ଗର୍ବିତ ଜୀବନ ପଳେଇ ଆସୁଛି, ତାର ଅହଙ୍କାରମୟ ଜୀବନ ପଳେଇ ଆସୁଛି। ମୋର ପ୍ରିୟ ମାନେ,
ଆଉ ସେତେବେଳେ ତାର ମନ ଯେତେବେଳେ ବଦଳି ଯାଉଛି, ତାର ହୃଦୟ ଯେତେବେଳେ ବଦଳି ଯାଉଛି, ସେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଗଲା। କାରଣ ସଦାପ୍ରଭୁ ସିଦ୍ଧ ଲୋକମାନଙ୍କୁ ଦୂର କରନ୍ତି ନାହିଁ, ଆଉ ସେ ଦୁଷ୍ଟ ଲୋକମାନଙ୍କୁ ଧରି ରଖିବେ ନାହିଁ। ମୋର ପ୍ରିୟମାନେ, ହିଜିକିୟ ରାଜାକୁ ପ୍ରଭୁ ଛାଣି ଦେଇଥିଲେ କିଛି ସମୟ ପାଇଁ। ଏଣିକରି ପ୍ରଭୁ ଯୀଶୁ ଯାହା କୁହନ୍ତି, ଅତଏବ ତୁମମାନଙ୍କୁ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେମାନେ ସେପରି ସିଦ୍ଧ ହବ। ଆଜି ପ୍ରଭୁ ଆମଠାରେ ଏକ ସିଦ୍ଧତା ଜୀବନ ଖୋଜୁଛନ୍ତି। ଆମେ ଯେପରି ସିଦ୍ଧ ହେବା, ଆମେ ଯେପରି ଆଉ ଆଚରଣ ସିଦ୍ଧ ହେବା। ମୋର ପ୍ରିୟମାନେ, ଯେତେବେଳେ ଏଇ କଥା କହିଲେ ତୁମେ ବଞ୍ଚିବ ନାହିଁ, ତୁମେ ମରିବ, ସାଙ୍ଗେ ସାଙ୍ଗ ମୋର ପ୍ରିୟମାନେ ସେ ପ୍ରାର୍ଥନା ଅବହେଳା ଜୀବନ କାଟୁଥିଲା, ବାକ୍ୟ ଅବହେଳା ଜୀବନ କାଟୁଥିଲା, ଈଶ୍ୱରଙ୍କ ଉପସ୍ଥିତିର ଅବହେଳା ଜୀବନ କାଟୁଥିଲା। ସେ ପରମେଶ୍ୱରଙ୍କ ଠାରୁ ସେ ଦୂରରେ ଥିଲା। ଯେତେବେଳେ ଏଇ ଯିଶାୟ ଭବିଷ୍ୟତ ବକ୍ତାକୁ ପରମେଶ୍ୱର ପଠେଇଲେ ଏଇ କଥା ମନେ ପକେଇ ଦେବା ପାଇଁ ହିଜିକିୟ ରାଜାକୁ, ଯେତେବେଳେ ଏହା ଶୁଣିଲା ହିଜିକିୟ ରାଜା, ସେ ଝରକା ଖୋଲିକି ମୋର ପ୍ରିୟମାନେ ଆଉ ସେ କାନ୍ଦିବାକୁ ଲାଗିଲା। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ସେ କାନ୍ଦିବାକୁ ଲାଗିଲା, ରୋଦନ କରିବାକୁ ଲାଗିଲା। ସେ କହିଲା, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି। ଅର୍ଥାତ୍ ସେ ଗମନାଗମନ କରୁଥିଲା, ସେ ଚାଲୁଥିଲା, ପରମେଶ୍ୱରଙ୍କ ଠାରେ ଉତ୍ତମ ସମ୍ପର୍କ, ଘନିଷ୍ଠ ସହଭାଗିତା ତାର ଥିଲା। ଓ ତୁମ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର। ସେ ମନେ ପକାଉଛି, ମୋର ପୂର୍ବ ଜୀବନକୁ ପ୍ରଭୁ ତୁମେ ସ୍ମରଣ କର, ମୁଁ ଯାହା ଯାହା କରିଛି। ଆଉ ଅନୁତାପ କରିବା ପାଇଁ ସେ ଆରମ୍ଭ କଲା। ମୋର ପ୍ରିୟମାନେ, ଅନୁତାପ କରିବା ପାଇଁ ଆରମ୍ଭ କଲା। ଆଉ ହିଜିକିୟ ଅତିଶୟ ରୋଦନ କଲା ପ୍ରଭୁଙ୍କର ପାଦ ତଳେ, ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲା, ନମ୍ର କଲା, ନିଜକୁ ଶୂନ୍ୟ କଲା, ନିଜର ସମସ୍ତ ଆଚରଣକୁ ସେ ବଦଳାଇଲା, ନିଜର ଜୀବନକୁ ସେ ପରିବର୍ତ୍ତନ କଲା। ଆଉ ସେତେବେଳେ ପୁନର୍ବାର ଯିଶାୟ ଭବିଷ୍ୟତ ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା 4 ପଦରେ। ଆଉ ସେତେବେଳେ ପ୍ରଭୁ କହିଲେ, ଯାଅ ତୁମ୍ଭେ ହିଜିକିୟ ରାଜାକୁ କହିବ, ତୁମ୍ଭ ପୂର୍ବ ପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲତକ ଦେଖିଅଛୁ। ଦେଖ, ଆମ୍ଭେ ତୁମ୍ଭର ଆୟୁ 15 ବର୍ଷ ବୃଦ୍ଧି କରିବା। କେବଳ ରୋଗ ଯେ ସୁସ୍ଥ କଲେ ତାହା ନୁହେଁ, ସେ ହିଜିକିୟ ରାଜାର ଆୟୁ ଆହୁରି 15 ବର୍ଷ ବୃଦ୍ଧି କରିଦେଲେ। ଏଣିକରି ସଦାପ୍ରଭୁ ପରମେଶ୍ୱର ସେ ସିଦ୍ଧ ଲୋକମାନଙ୍କୁ ଦୂର କରିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣିକରି ଆଜି ଆମେ ଯାହା ଶୁଣିଲୁ ଏ ସମସ୍ତ ବିଷୟକୁ ଆମମାନେ ଆଉ ଧ୍ୟାନ ଦେବା। ଆଉ ଶେଷରେ ଆମେ ଦେଖିବା ଯେ 4 ନମ୍ବର ବିଷୟ ଆମେ ଦେଖିବା, ଆଉ କଲସ୍ୟ ପୁସ୍ତକ ତାର 3 ଅଧ୍ୟାୟ ତାର 14 ପଦ ଆମେ ଦେଖିବା। 3 ଅଧ୍ୟାୟ 14 ପଦ। ଏଠି ଗୋଟେ ବିଷୟ, ଉତ୍ତମ ବିଷୟ ଲେଖା ଅଛି। ଏଠି ଆମେ ଦେଖିବା এই ସମସ୍ତ ବିଷୟ, ଆଉ ଆମେ ଧୀରେ ଧୀରେ ଜାଣିବା ପାଇଁ ଆମେ ଚେଷ୍ଟା କରିବା। କଲସ୍ୟ ତାର 3 ଅଧ୍ୟାୟ ତାର 14 ପଦ। ଆଉ এই ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ବା ଶେଷ ଅବସ୍ଥାର ବା ଅନ୍ତିମ କାଳର ବା ଯୁଗାନ୍ତ ସମୟର ଏକ ବନ୍ଧନ ସ୍ୱରୂପ, ଏକ ଖ୍ରୀଷ୍ଟଙ୍କ ଦୃଷ୍ଟିରେ ଏକ ବିଶ୍ୱାସୀ ମାନଙ୍କ ପାଇଁ ଏକ ଚିହ୍ନ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, 4ର୍ଥ ବିଷୟ ହେଲା, ମୋର ପ୍ରିୟମାନେ, ଆମେ ପ୍ରେମର ବସ୍ତ୍ରକୁ ପରିଧାନ କରିବା, ଆଉ ସିଦ୍ଧ ଜୀବନ ଆମେ କାଟିବା, କାରଣ ଏହା ଶେଷ ଅବସ୍ଥାର ବନ୍ଧନ ସ୍ୱରୂପ ଲେଖାଯାଏ। ମୋର ପ୍ରିୟମାନେ, ଏଣିକରି ଈଶ୍ୱରଙ୍କ ବାକ୍ୟ, ପରସ୍ପରକୁ ପ୍ରେମ କର, ପ୍ରେମ ନିଷ୍କପଟ, ସେ ଅହଙ୍କାର করব নাই, গর্ব করব নাই। ମୋର ପ୍ରିୟମାନେ, ପ୍ରେମ ବହୁଳ ପାପକୁ ଆଚ୍ଛାଦନ କରେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରେମ, ବିଶ୍ୱାସ, ଭରସା ଏ 3 ସ୍ଥାୟୀ ଅଟେ, କିନ୍ତୁ ଏମାନଙ୍କର ମଧ୍ୟରେ ପ୍ରେମ ଉତ୍କୃଷ୍ଟ ବୋଲି ଲେଖାଯାଏ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନୁହେଁ, ଅନନ୍ତ ଜୀବନ ପ୍ରାପ୍ତ ହୁଏ।
चतुर्थ विषय जहाँ आम शुणिलु मोर प्रिय माने एणुक सदा प्रभु सिद्ध लोक को दूर करेंगे ना। आज जो विषय आम शुणुचु मोर प्रिय प्रभु लोक मैंने आज आम आउ सिद्ध अच्छु कि नहीं निजक आम पचारिबा। आम सिद्ध जीवन काटुचु कि नहीं आम निजक आम समीक्षा करबा, आत्मा समीक्षा करबा। आम कौ वस्त्र आम पिंधिछु। अनेक लोग कहते मु तुमको प्रेम करुछि। कि प्रकार प्रेम सेटा? जो प्रेम रे क्रोध थाए, जो प्रेम राग थाए, जो प्रेम प्रतिशोध थाए, जो प्रेम रे मोर प्रिय माने अनिष्टता थाए, विच्छिन्नता थाए, फाटक थाए, ताहाको आपण प्रेमर परिभाषा दउछंती, रूपरेख दउछंती। ताहा प्रेम रहे ए करी प्रेम को परिधान करो ए वस्त्र को, कारण यह शेष अवस्थार बंधन स्वरूप बा सिद्ध अवस्थार प्रभु जीशुंकर आसीबार यह एक प्रमाण अटे। प्रिय प्रभु लोक माने जदि आमे देखिबा प्रिय प्रभु लोक माने आ गोटे विषय आमे देखिबा आउ ताहा गीत संहिता तार 19 अध्याय 13 पद। गीत संहिता 19 अध्याय तार 13 पद। दुस्साहस जनित सब पापरु ही आपना दास को अटकाई रख, ताहा सबु मो उपरे कर्तृत्व न करू, तहिरे मु सिद्ध हेबी, पुणी महा अपराधरु परिष्कृत हेबी। आज आपणकर प्रार्थना ख्रीष्टଙ୍କ ठारे की प्रकार? आपण सिद्ध हेबा पई प्रार्थना करूछंती कि निजको सिद्ध करिबा पई से पापरु मंदरु रक्षा करिबा पई आपण प्रार्थना करूछंती? मोर प्रिय माने आज एठी आमे देखुछु दाऊद से प्रार्थना करूछंती दुस्साहस जनित सब पापरु। मोर प्रिय माने जो पाप सामना रे ठिया हिथिबो से पाप आउ सब विषय को अतिक्रम करिकि भी से पाप आड़कू जने लोक पलै जाए, भूल काम करि दिए। से प्रकार पापरु जेपरि मो पाद अटकिबो, मो हृदय जेपरि अटकिबो, मो मन जेपरि अटकिबो, दाऊद कहउचंती से सब पापरु ही आपना दास को अटकाई रख बोली से प्रभुଙ୍କ ठारे प्रार्थना करूछंती। आज आपणकर प्रार्थना करबा आवश्यक। आइब कहले मु अपना चक्षु सहित नियम करुछि, कौन सी युवती प्रति दृष्टिपात करी ना। मोर प्रिय प्रभु लोक माने आज आम से ख्रीष्टर वाक्य को आम हृदय लिखि रखा, जहा द्वारा आम झुंटी पड़ा ना, जहा द्वारा आम पतन होगा ना, जहा द्वारा आम विनष्ट होगा ना। जदि ईश्वरंकर वाक्य जदि आम हृदय नहीं ताहले आम माने विनष्ट हो जिबा, पतन हो जिबा, आम झुंटी पड़िबा। एणुकरी मोर प्रिय माने से कहिले पुणी महा अपराधरु जेपरि मु परिष्कृत हेबी, एपरि पापजनक अपराधरु जेपरि मु परिष्कृत हेबी। एणुकरी प्रभु मु तुम ठारे प्रार्थना करछि, तुमरी दासर पाद को से समस्त जगारु प्रभु तुम अटकाय रख। आज आपण प्रार्थना करिवार कथा, प्रतिदिन आपण निजको सिद्ध करके प्रभु को दृष्टि रखिबा कथा, कारण से सिद्ध लोक मान को दूर करिवे नाही ओ दुष्कर्मकारी मान को से धरि रखिबे नाही। मोर प्रिय प्रभु को लोक माने आज आम सिद्ध करवा, निजको सिद्ध करवा, कारण प्रभु जीशु कहले अतः तुम मान को समस्त पिता जेपरि सिद्ध तुम माने सेपरि सिद्ध हुओ। मोर प्रिय प्रभु को लोक माने आज जो विषय आज आम माने शुणिलु मोर प्रिय माने या आज आम हृदय कि प्रकार
ଆମେ ଚିନ୍ତା କରୁଛୁ, ଏହା ଆମେ କି ପ୍ରକାର ଆମେ ଭାବୁଛୁ। ପ୍ରକାଶିତ ତାର ଆଉ 3ର ଆମେ ଯେତେ ନିଜକୁ ଆମେ ସିଦ୍ଧ ଦେଖେଇବା ପାଇଁ ଚେଷ୍ଟା କଲେ ବି ଆମେ ଦେଖିପାରିବା ନାହିଁ ମୋର ପ୍ରିୟ ମାନେ। ତାର 3ର ତାର 2 ପଦରେ ଲେଖାଯାଏ, ଜାଗ୍ରତ ହୁଅ। ପ୍ରକାଶିତ ତାର 3ର 2 ପଦ, ଜାଗ୍ରତ ହୁଅ ଶେଷ ସମୟରେ, ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷ ସବୁକୁ ସବଳ କର, ଯାହା ତୁମେ ଛାଣି ଦେଇଛ। ଯେତେବେଳେ ନୂଆ ନୂଆ ପ୍ରଭୁକୁ ତୁମେ ପାଇଲ, ନୂଆ ନୂଆ ଯୀଶୁଙ୍କୁ ଜାଣିଲା ସମୟରେ ଯେଉଁ ପ୍ରକାର ତୁମେ ଆତ୍ମିକ ଜୀବନରେ, ପ୍ରଭୁ ପ୍ରିୟ ଜୀବନରେ, ଈଶ୍ୱରଙ୍କର ବାକ୍ୟରେ, ଆଣ୍ଠୁ ଭାଙ୍ଗିବାରେ, ଉପବାସରେ, ଖ୍ରୀଷ୍ଟଙ୍କ ସେବାରେ ଯେ ପ୍ରକାର ମନ, ହୃଦୟ, ଜୀବନ ଥିଲା, ସେଇ ସବୁ ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷ ସବୁକୁ ସବଳ କର। ଯୋଉ ରାତ୍ରି ରାତ୍ରି ପ୍ରାର୍ଥନା କରୁଥିଲ, ଦିବାରାତ୍ର ତାଙ୍କ ବ୍ୟବସ୍ଥା ଧ୍ୟାନ କରୁଥିଲ, ସେ ସବୁ ବିଷୟକୁ ତୁମେ ସବଳ କର। ସେ ଦୁର୍ବଳ ବିଷୟକୁ ଯାହା ତୁମର ଆଉ ଖ୍ରୀଷ୍ଟଙ୍କ ସମ୍ମୁଖକୁ ଯିବା ପାଇଁ ବାଧା ଦଉଛି, ତାହା ତୁମେ କାଢି ଫୋପାଡ଼ି ଦିଅ। ଏଣୁ ତୁମେ ଜାଗ୍ରତ ହୁଅ, ନିଦ୍ରାରୁ ଜାଗ୍ରତ ହୁଅ। ମୋର ପ୍ରିୟ ମାନେ, କାରଣ ପ୍ରଭୁ ଆମକୁ 24 ଘଣ୍ଟା ଦେଇଛନ୍ତି। ଆମେ ଯଦି 24 ଘଣ୍ଟାରୁ, ଜଣେ ଆଉ ଲେଖକ କୁହନ୍ତି, ଜଣେ ଆତ୍ମିକ, ଏକ ସେ ସ୍ପିରିଚୁଆଲ ନେତା, ଏକ ସେ ପ୍ରଭୁ ଭୟଳୁ ନେତା, ଏକ ଆତ୍ମିକ ନେତା, ସେ ଏ ପ୍ରକାର କୁହନ୍ତି। ସେ କୁହନ୍ତି, ମୁଁ ଦିନକୁ 10 ଘଣ୍ଟା ପ୍ରାର୍ଥନା କରେ, ତଥାପି ମୁଁ କୁହେ ଯେ ମୁଁ ବହୁତ କମ୍ ପ୍ରାର୍ଥନା କରୁଛି। ମୋର ପ୍ରିୟ ମାନେ, 10 ଘଣ୍ଟା ଜଣେ ଲୋକ ପ୍ରାର୍ଥନା କରନ୍ତି, ଆଉ ସେ କୁହନ୍ତି ମୁଁ ବହୁତ କମ୍ ପ୍ରାର୍ଥନା କରୁଛି। ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହେଁ, ମୁଁ ନିଜକୁ ମଧ୍ୟ ମୁଁ ପଚାରିବା ପାଇଁ ଚାହେଁ, ଆଜି ଆମେ କେତେ ଘଣ୍ଟା ଆମେ ପ୍ରଭୁକୁ ସମୟ ଦେଉଛୁ? ସବୁ ବିଷୟ ପାଇଁ ଆମ ପାଖରେ ସମୟ ଅଛି ମୋର ପ୍ରିୟ ମାନେ। ଆମେ କହିପାରିବାନି ଯେ ମୋ ପାଖରେ ଟାଇମ୍ ନାହିଁ। ଏବେ ଆମେ ସମସ୍ତଙ୍କୁ କହିପାରିବା, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତଙ୍କୁ, ଚର୍ଚ୍ଚର ଫାଦରୀ, ସମସ୍ତଙ୍କୁ, ମୋ ପାଖରେ ଟାଇମ୍ ନାହିଁ। କିନ୍ତୁ ଈଶ୍ୱରଙ୍କୁ କହିପାରିବେ? ପରମେଶ୍ୱରକୁ ଆପଣ କହିପାରିବେ, ପ୍ରଭୁ ମୁଁ ବ୍ୟସ୍ତ ଥିଲି, ଚର୍ଚ୍ଚକୁ ଆସିପାରିଲି ନାହିଁ, ବ୍ୟସ୍ତ ଥିବାରୁ ବାଇବେଲ ପଢ଼ିପାରିଲି ନାହିଁ, ବ୍ୟସ୍ତ ଥିବାରୁ ମୁଁ ପ୍ରାର୍ଥନା କରିପାରିଲି ନାହିଁ। ମୋର ପ୍ରିୟ ମାନେ, ଏ ଦିନ ରାତି ପ୍ରଭୁ କ'ଣ ଆପଣଙ୍କର କାମ ପାଇଁ କେବଳ ବନେଇଛନ୍ତି? ଆପଣ ବ୍ୟସ୍ତ ରୁହନ୍ତୁ, ଏଥିପାଇଁ କ'ଣ ପ୍ରଭୁ 24 ଘଣ୍ଟା ଦେଇଛନ୍ତି? ପରମେଶ୍ୱର ଏଥିପାଇଁ ଆପଣଙ୍କୁ ସେ ସମୟ ଦେଇଛନ୍ତି, ଯେପରି ଆପଣ ସେ ସମୟ ଅନୁସାରେ କାମ କରିବେ ଆଉ ପରମେଶ୍ୱରକୁ ସମୟ ଦେବେ। ଯାହା କାଈଶ୍ୱରଙ୍କର ସମୟ ତା କାଈଶ୍ୱରଙ୍କୁ ଦିଅ, ଯାହା ଈଶ୍ୱରଙ୍କର ସମୟ ତା ଈଶ୍ୱରଙ୍କୁ ତୁମେ ଦିଅ। ଏଠି ଲେଖାଯାଏ, କାରଣ ଆମ୍ଭେ ତୁମ୍ଭର କର୍ମ ସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ। ପ୍ରକାଶିତ ତା 3ର 2 ପଦରେ ସ୍ପଷ୍ଟ ଭାବରେ ପ୍ରଭୁ କହୁଛନ୍ତି। ମୋର ପ୍ରିୟ ମାନେ, ଯଦି ଆମେ ପ୍ରଭୁଙ୍କ ଠାରେ ଯଦି ଆମର ସମ୍ପର୍କ ଠିକ ନାହିଁ, ତାହେଲେ ମୋର ପ୍ରିୟ ମାନେ, ଆମେ ନିଜକୁ ବିଶ୍ୱାସୀ ବଳେଇକି କିଛି ଲାଭ ନାହିଁ। ପ୍ରଭୁଙ୍କ ଦାସ ବୋଲି ଆମେ ବଳେଇକି କିଛି ଲାଭ ନାହିଁ। ମୋର ପ୍ରିୟ ମାନେ, ଆମେ ନିଜକୁ ପ୍ରଭୁଙ୍କ ଠାରୁ ସମର୍ପଣ କରିବା, ନିଜକୁ ପ୍ରଭୁଙ୍କ ହସ୍ତରେ ଆମେ ସମର୍ପଣ କରିବା। କିଏ ଜାଣେ କାଲି କ'ଣ ଘଟିବ? କାଲି ଖ୍ରୀଷ୍ଟଙ୍କର ଆଗମନ ହେଇପାରେ, ଯୀଶୁଙ୍କର ଆଗମନ ହେଇପାରେ। ଆମେ ଯେଉଁ ଅବସ୍ଥାରେ ଅଛୁ, ଏ ଅବସ୍ଥାରେ ଆମେ ଚର୍ଚ୍ଚକୁ ଆସିପାରିବୁ। ମୋର ପ୍ରିୟ ମାନେ, ମଦ ପିକି ଚର୍ଚ୍ଚକୁ ଆସିହେବ, ଝଗଡ଼ା ଲାଗିକି ଚର୍ଚ୍ଚକୁ ଆସିହେବ, ଅଶାନ୍ତିର କାରଣ ହେଇକି ଆମେ ଚର୍ଚ୍ଚକୁ ଆସିହେବ, ସବୁ କିଛି କରିହେବ। କିନ୍ତୁ ସ୍ୱର୍ଗକୁ ଯାଇପାରିବେ କି? ଟିକେ ଚିନ୍ତା କରନ୍ତୁ। ଆପଣ କାହା ପାଇଁ ଆଜି ଯୀଶୁଙ୍କ ପାଖକୁ ଆସିଛନ୍ତି? କାହା ପାଇଁ ଆଜି ଆପଣ ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି? ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ। ଆପଣ ସମସ୍ତ ବିଷୟକୁ ପରିତ୍ୟାଗ କରନ୍ତୁ, ସମସ୍ତ ବିଷୟକୁ ଏଡ଼େଇ ଦିଅନ୍ତୁ, ସମସ୍ତ ବିଷୟକୁ ଆପଣ ଛାଣନ୍ତୁ। କାରଣ ସଦାପ୍ରଭୁ ସେ ସିଦ୍ଧ ଲୋକମାନଙ୍କୁ ଦୂର କରିବେ ନାହିଁ, କିନ୍ତୁ ଦୁଷ୍କର୍ମକାରୀମାନଙ୍କୁ ସେ ଧରି ରଖିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣିକରି ଆଜି ଆମେ ସିଦ୍ଧ ହେବା। ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନ ସବୁ ସେ ଜାଣନ୍ତି, ତାହାଙ୍କର ବାକ୍ୟ ସିଦ୍ଧ ଅଟେ।
ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପ୍ରେମରେ ସିଦ୍ଧ ହେବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆଚରଣରେ ସିଦ୍ଧ ହେବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଯେଉଁ 4-5ଟା ବିଷୟ ଆପଣମାନଙ୍କୁ କହିଲି, ଏ ସମସ୍ତ ବିଷୟ ଆଜି ଆମେ ଲେଖିକି ରଖିବା। ଆଉ ସେ କହୁଛନ୍ତି, ମୋ ଈଶ୍ୱରଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ ସିଦ୍ଧ ବୋଲି ମୁଁ ଦେଖିପାରୁନାହିଁ। ଯଦି ଏହା ଅଛି, ଆମ ପାଖରେ କୌଣସି ଦୁର୍ବଳତା ଅଛି ପରି ଆମକୁ ଲାଗୁଛି, ତାହେଲେ ଆମେ ପ୍ରାର୍ଥନା କରିବା। କାରଣ ପ୍ରଭୁ କହିଲେ, ତୁମମାନଙ୍କୁ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେମାନେ ସେହିପରି ସିଦ୍ଧ ହୁଅ। ପ୍ରତିଦିନ ଆମେ ସିଦ୍ଧ ହେବା, ପ୍ରତିଦିନ ଆମେ ପବିତ୍ର ହେବା, ପ୍ରତିଦିନ ଆମେ ଆତ୍ମିକ ଜୀବନରେ ପଢ଼ିବା। ମୁଁ ଶେଷ ପଦ ଗୋଟେ ପଢ଼ିକି ମୁଁ ସମାପ୍ତ କରିବା ପାଇଁ ମୁଁ ଚାହେଁ। ଆଉ ରୋମିଓ ପୁସ୍ତକ ତାର 1 ପଦ 2 ପଦ, 12 ଅଧ୍ୟାୟର 1 ପଦ 2 ପଦ। ରୋମିଓ ପୁସ୍ତକ, ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ସ୍ୱରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କ ଯୁକ୍ତିଯୁକ୍ତ ଉପାସନା। ତୁମେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥି ନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମେ ନିଜକୁ ବଦଳିବା, ନିଜକୁ ଆମେ ପରିବର୍ତ୍ତନ କରିବା, ନିଜ ଜୀବନକୁ ଆମେ ସଜାଡ଼ିବା, ନିଜର ମନକୁ ଆମେ ସଜାଡ଼ିବା। ମୋର ପ୍ରିୟ, ନିଜର କଥାବାର୍ତ୍ତାକୁ ଆମେ ସଜାଡ଼ିବା, ନିଜର ଆଚରଣକୁ ଆମେ ସଜାଡ଼ିବା। ମୋର ପ୍ରିୟମାନେ, ଆମେ ପ୍ରେମରେ ବୃଦ୍ଧି ପାଇବା। ମୋର ପ୍ରିୟମାନେ, ଲେଖାଯାଏ, ଚହନ ପୁସ୍ତକରେ ଲେଖା ଅଛି, ମୋର ପ୍ରିୟମାନେ, ଯେ ଆଉ ଆମମାନଙ୍କ ଶରୀରକୁ ଆମେ ଖ୍ରୀଷ୍ଟଙ୍କ ଠାରେ, ମୋର ପ୍ରିୟମାନେ, ଆମେ ସମର୍ପଣ କରିବା। କାରଣ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ସଜୀବ ବା ନିର୍ଜୀବ କି ଆମେ ସଜୀବ ଅଟୁ। ଯଦି ଆଜି ଆମେ ଜୀବନ ଅଛି ଆମ ପାଖରେ, ତାହେଲେ ଆମେ ନିଜକୁ ସଜାଡ଼ିବା। କିନ୍ତୁ ଜଣେ ଲୋକ ମରିଯାଇଛି, ସେ କେବେ ନିଜକୁ ସଜାଡ଼ି ପାରିବନି, ନିଜର ମନକୁ ବଦଳାଇ ପାରିବ ନାହିଁ। କାରଣ ସେ ପିଉଥିଲା, ମରିଗଲା, ସେ ଆଉ ତା ପାଖରେ ସମୟ ନାହିଁ, ସେ ଫାଇନାଲ ଡେଟ୍ ଫିନିଶ, ତାର ସେ ଖତମ ହେଇଗଲା। ଆଜି ଆପଣଙ୍କ ପାଖରେ ସମୟ ଅଛି, ଆପଣ ନିର୍ଜୀବ ନୁହନ୍ତି, ଆପଣ ଜୀବିତ। ତାହେଲେ ଆପଣ ନିଜକୁ ସଜାଡ଼ି ପାରିବେ। ଆପଣ ନିଜକୁ ଖ୍ରୀଷ୍ଟଙ୍କ ଠାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ଉତ୍ତମ, ସୁଗ୍ରାହ୍ୟ ଆଉ ସିଦ୍ଧ ତା ଆପଣ ନିଜ ଜୀବନରେ ଧାରଣ କରିବେ। ତେବେ ଆପଣ ଖ୍ରୀଷ୍ଟଙ୍କ ଠାରେ, ମୋର ପ୍ରିୟମାନେ, ଆପଣ ଉତ୍ସର୍ଗୀକୃତ ହୋଇପାରିବେ। କାରଣ ଏହା ତ ଖ୍ରୀଷ୍ଟଙ୍କର ସମ୍ମୁଖରେ ଯୁକ୍ତିଯୁକ୍ତ ଉପାସନା। ମୋର ପ୍ରିୟମାନେ, ଯଦି ଆପଣ 1 ଘଣ୍ଟା ପ୍ରାର୍ଥନା କରୁଥିଲେ, ଆପଣ 3 ଘଣ୍ଟା ପ୍ରାର୍ଥନା କରନ୍ତୁ। ଯଦି ଆପଣ 1 ଘଣ୍ଟା ବାଇବଲ ସମୟ ଦେଉଥିଲେ, ଆପଣ 3 ଘଣ୍ଟା ବାଇବଲ ସମୟ ଦିଅନ୍ତୁ। ଏହା ହେଉଛି ଯୁକ୍ତିଯୁକ୍ତ। ଆପଣ ସପ୍ତାହକୁ 1 ଦିନ ଉପବାସ କରିଥିଲେ, ଆପଣ 2 ଦିନ ଉପବାସ କରନ୍ତୁ। ଆପଣ ଅଞ୍ଚଳ ପାଇଁ ପ୍ରାର୍ଥନା କରନ୍ତୁ, ଆପଣଙ୍କ ପଞ୍ଚାୟତ ପାଇଁ, ବ୍ଲକ ପାଇଁ, ଜିଲ୍ଲା ପାଇଁ ପ୍ରାର୍ଥନା କରନ୍ତୁ, ଆପଣ ପଡ଼ୋଶୀ ପାଇଁ ପ୍ରାର୍ଥନା କରନ୍ତୁ। ଆପଣଙ୍କର ପ୍ରାର୍ଥନା ଅନ୍ୟର ଜୀବନକୁ ପ୍ରଭାବିତ କରିବ, ଅନ୍ୟର ମନକୁ ବଦଳେଇବ, ଅନ୍ୟର ହୃଦୟକୁ ବଦଳେଇବ, ଅନ୍ୟର ଜୀବନକୁ ପରିବର୍ତ୍ତନ କରିବ। ଆଜି ଆମେ ସବୁ କରୁଛୁ, ଆମେ ପ୍ରାର୍ଥନା କରିପାରୁନୁ, ବାଇବେଲ ପଢ଼ିପାରୁନୁ, ଉପବାସ କରିପାରୁନୁ, ଖ୍ରୀଷ୍ଟଙ୍କ ସହଭାଗିତାରେ ବସିପାରୁନୁ। ଆଜି ଆମ ଜୀବନରେ ଯୁକ୍ତିଯୁକ୍ତ ଆମେ ଉପାସନା କରିପାରୁନୁ। ମନ ହେଲା ଗିର୍ଜା ଚାଲ, ମନ ନହେଲା ଗିର୍ଜା ଯାଉନି ବୋଲେ ନିଜର ହିସାବରେ। ମୋର ପ୍ରିୟମାନେ, ଆଜି ଆପଣ ନିଜର ଆତ୍ମାକୁ ସମୀକ୍ଷା କରନ୍ତୁ। ମୁଁ ଖ୍ରୀଷ୍ଟଙ୍କ ଠାରେ 100% ମୁଁ କେତେ ଭଲ ଅଛି, 100ରୁ ଆଜି ମୁଁ ଖ୍ରୀଷ୍ଟଙ୍କ ଠାରେ ଭଲ ଅଛି। ଆତ୍ମା ସମୀକ୍ଷା କରନ୍ତୁ, ଚକ୍ଷୁ ବନ୍ଦ କରନ୍ତୁ, ପ୍ରାର୍ଥନା କରନ୍ତୁ, ନିଜକୁ ପଚାରନ୍ତୁ, ପ୍ରଭୁଙ୍କର ପାଦ ତଳେ ବସି ମୋର କ'ଣ ଉଣା ଅଛି ପ୍ରଭୁ, ମୋର କ'ଣ ଉଣା ଅଛି, ମୋ ଜୀବନରେ କ'ଣ ଦୁର୍ବଳତା ଅଛି, ମୋ ଜୀବନରେ କ'ଣ ପ୍ରଭୁ ମୁଁ ଅବହେଳା କରୁଛି, ଯାହାଦ୍ୱାରା ମୁଁ ନିଜକୁ ସଜୀବ କରିପାରିବି, ନିଜକୁ ସଜାଡ଼ି ପାରିବି, ନିଜ ଜୀବନକୁ ବଦଳାଇ ପାରିବି, ଆଉ ଗୋଟେ ଉତ୍ତମ ବଳି ହେଇପାରିବି,
ଆଉ ସିଦ୍ଧ ଜୀବନ କାଟି ପାରିବି, ଆଉ ତୁମଠାରେ ଏକ ସୁଗ୍ରାହ୍ୟ ବଳି ହେଇପାରିବି, କାରଣ ଏହା ତୁମଠାରେ ଯୁକ୍ତିଯୁକ୍ତ ଉପାସନା। ଏଣିକି ପକେଟରେ ଖଇନି ଅଛି, ପାନ ଅଛି, ଗିର୍ଜାରେ ହାଜର। ମୋର ପ୍ରିୟମାନେ, ମଦ 2 ବୋତଲ ମାରି ଦେଇକରି ଗିର୍ଜାରେ ହାଜର, ପାନ ଗୁଟକା ତମ୍ବାକୁ ଖାଇ ଦେଇକରି ଗିର୍ଜାରେ ହାଜର। ମୋର ପ୍ରିୟମାନେ, ଆପଣ ଚର୍ଚ୍ଚକୁ ଯେମିତି ବି ଆସିପାରିବେ, ପ୍ରଭୁ ଆପଣଙ୍କୁ କଥା କହୁଛନ୍ତି ବାକ୍ୟ ଦ୍ୱାରା, ସେ ବାକ୍ୟକୁ ଅମାନ୍ୟ କରନ୍ତୁ ନାହିଁ, ଅସମାଦାର କରନ୍ତୁ ନାହିଁ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ। ମୋର ପ୍ରିୟମାନେ, ଆଉ ନିଜ ଜୀବନକୁ ସଜାଡ଼ନ୍ତୁ, ଆଚରଣକୁ ସଜାଡ଼ନ୍ତୁ, ପ୍ରଭୁ ଆଶୀର୍ବାଦ କରିବେ। କାରଣ ସଦାପ୍ରଭୁ ସିଦ୍ଧ ଲୋକଙ୍କୁ ଦୂର କରିବେ ନାହିଁ ଯଦି ଆମେ ସିଦ୍ଧ ହେବା ନାହିଁ, କାରଣ ସେ ଦୁଷ୍କର୍ମକାରୀମାନଙ୍କୁ ସେ ଧରି ରଖନ୍ତି ନାହିଁ। ଏଣୁକରି ଯଦି ଆମେ ସିଦ୍ଧ ନାହୁଁ ତାହେଲେ ସେ ଆମକୁ ଧରି ରଖିବେ ନାହିଁ। ଏଣୁକରି ଆଜିଠାରୁ ଆମେ ସିଦ୍ଧ ହେବା। ମୋର ପ୍ରିୟମାନେ, ସବୁ କିଛିରେ ଆମେ ସିଦ୍ଧ ହେବା, ଅବହେଳା କରିବା ନାହିଁ। ଦାନ ଦେବା ପାଇଁ ଆମେ ଶିଖିବା, ପ୍ରାର୍ଥନା କରିବା ପାଇଁ ଆମେ ଶିଖିବା, ଉପବାସ ରହିବା ପାଇଁ ଆମେ ଚେଷ୍ଟା କରିବା, ପ୍ରଭୁଙ୍କ ସେବା କରିବା ପାଇଁ ଆମେ ଚେଷ୍ଟା କରିବା, ପ୍ରଭୁଙ୍କ ସାକ୍ଷୀ ହେବା ପାଇଁ ଆମେ ଚେଷ୍ଟା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ।